ଶ୍ରୀମନ୍ଦିରରେ ବର୍ଷକୁ 4 ଥର ରଥଯାତ୍ରା ହୋଇଥାଏ। ତା ମଧ୍ୟରୁ ସର୍ବପ୍ରଥମେ ସୌର ଗୁଣ୍ଡିଚା, 2ରେ ଶୈବ ଗୁଣ୍ଡିଚା, 3ରେ ଶାକ୍ତ ଗୁଣ୍ଡିଚା ଆଉ 4ରେ ଶ୍ରୀ ଗୁଣ୍ଡିଚା ନାମରେ ପରିଚିତ। ଏହା ତେବେ ସର୍ବପ୍ରଥମେ ଆମେ ଜାଣିବା ସୌର ଗୁଣ୍ଡିଚା ବିଷୟରେ। ଏହି ସୌର ଗୁଣ୍ଡିଚା ହେଉଛି ସୂର୍ଯ୍ୟନାରାୟଣଙ୍କର ଗୁଣ୍ଡିଚା ଜାତ। ଏହା ବସନ୍ତ ପଞ୍ଚମୀ ଆଉ ମାଘ ସପ୍ତମୀର ମଝିରେ ପଡ଼ିଥାଏ। ମାଘ ସପ୍ତମୀରେ ସୂର୍ଯ୍ୟନାରାୟଣଙ୍କର ରଥଯାତ୍ରା ଅନୁଷ୍ଠିତ ହୋଇଥାଏ ଶ୍ରୀମନ୍ଦିର ଭିତରେ। ଏହାକୁ ସୌର ଗୁଣ୍ଡିଚା ବୋଲି କୁହାଯାଏ। 2ରେ ହେଉଛି ଶୈବ ଗୁଣ୍ଡିଚା। ଏହି ଶୈବ ଗୁଣ୍ଡିଚା ହେଉଛି ଚୈତ୍ର ମାସ ଶୁକ୍ଳପକ୍ଷ ଅଶୋକାଷ୍ଟମୀରେ ଶ୍ରୀମନ୍ଦିରରେ ଭଗବାନ ଶଙ୍କରଙ୍କର ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହାକୁ ଶୈବ ଗୁଣ୍ଡିଚା କୁହାଯାଏ। 3ରେ ଆସିଲା ଶାକ୍ତ ଗୁଣ୍ଡିଚା। ଏହି ଶାକ୍ତ ଗୁଣ୍ଡିଚା ହେଉଛି ଆଶ୍ୱିନ ମାସ କୃଷ୍ଣପକ୍ଷ ମୂଳା ଅଷ୍ଟମୀରୁ ଦଶମୀ ପର୍ଯ୍ୟନ୍ତ ସ୍ୱୟଂ ମହାପ୍ରଭୁ ନିଜେ ଦୁର୍ଗା ମାଧବ ରୂପରେ ମାନେ ଦୁର୍ଗା ମା ଆଉ ମାଧବ ଏକା ସାଥିରେ ଗୋଟିଏ ରଥରେ ଯାତ୍ରା ଆରମ୍ଭ କରିଥାନ୍ତି। ଏହାକୁ ଶାକ୍ତ ଗୁଣ୍ଡିଚା କୁହାଯାଏ। 4ରେ ଶ୍ରୀ ଗୁଣ୍ଡିଚା। ଏହି ଶ୍ରୀ ଗୁଣ୍ଡିଚା ଆଷାଢ଼ ମାସ ଦ୍ୱିତୀୟା ଶୁକ୍ଳ ପକ୍ଷରେ ମହାପ୍ରଭୁଙ୍କର ଶ୍ରୀ ଗୁଣ୍ଡିଚା ଯାତ୍ରା ଆରମ୍ଭ ହୋଇଥାଏ। ଏହା ସାରା ବିଶ୍ୱ ପ୍ରସିଦ୍ଧ, ବିଶ୍ୱର ସର୍ବୋତ୍ତମ ବୃହତ୍ତମ ଏହି ରଥଯାତ୍ରା। ଏହା ଦେହରେ 3ଟି ରଥ ନିର୍ମାଣ ହୋଇଥାଏ। ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଆଶା କରୁଛି ଭିଡ଼ିଓଟି ଭଲ ଲାଗିଥିବ। ସେୟାର କରନ୍ତୁ, ଜୟ ଜଗନ୍ନାଥ କମେଣ୍ଟ କରନ୍ତୁ ଏବଂ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ। ଜୟ ଜଗନ୍ନାଥ।